ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ଆମେ ସ୍ୱାଗତ କରୁଛୁ। କୋରାପୁଟରେ ଆଜି ଜାତୀୟ ଏନର୍ଜି କନଜରଭେସନ ଡେ, ନ୍ୟାସନାଲ କନଜରଭେସନ ଡେ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପିଲାମାନଙ୍କ ଦ୍ୱାରା ଶୋଭାଯାତ୍ରାର ଆୟୋଜନ କରାଯାଇଛି। ତେବେ ଆସନ୍ତା ଡିସେମ୍ବର ମାସ 14 ତାରିଖ ଦିନ ଜାତୀୟ ଏଇ ଏନର୍ଜି କନଜରଭେସନ ଡେ ପାଳନ ହେବ। ତେଣୁ ତାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆମେ ଜାଣିବାକୁ ଚାହିଁବା ଯେ ବାସ୍ତବରେ ଏଇ ନ୍ୟାସନାଲ କନଜରଭେସନ ଡେ ସମ୍ପର୍କରେ ଏବଂ ଏନର୍ଜି କନଜରଭେସନର ଆବଶ୍ୟକତା ଏବଂ ବର୍ତ୍ତମାନ ଏନର୍ଜି କନଜମ୍ପସନର କୋଉ ଧାରା ରହିଛି ଏସବୁ ସମ୍ପର୍କରେ ଆମେ କଥାବାର୍ତ୍ତା କରିବା ଆମର ଅତି ପ୍ରିୟ ବନ୍ଧୁ ଇଞ୍ଜିନିୟର ସୁନିଲ ବିଶ୍ୱାଳଙ୍କ ସହିତ। ସେ ଏନର୍ଜି କନଜରଭେସନ ଉପରେ ବହୁତ ଗବେଷଣା କରିଛନ୍ତି। ତେଣୁ ତାଙ୍କର ଗବେଷଣାରୁ ଉପଲବ୍ଧ ଏଇ କଥାଗୁଡ଼ିକୁ ଜାଣି ଆମେ ନିଶ୍ଚିତ ଭାବରେ ଉପକୃତ ହେବା। ତେବେ ଆମେ ଶୁଣିବା। ବର୍ତ୍ତମାନ ଆମେ ଅନୁରୋଧ କରୁଛୁ ଇଞ୍ଜିନିୟର ସୁନିଲ ବିଶ୍ୱାଳଙ୍କୁ, ଆପଣଙ୍କ ପାଖରେ କୃତଜ୍ଞତା ଜଣାଉଛୁ ଭାଇ ଯେ ଆପଣ ସମୟ ଦେଇଛନ୍ତି ଏବଂ ଆପଣଙ୍କଠୁ ଜାଣିବାକୁ ଚାହିଁବୁ ଯେ ଏନର୍ଜି କନଜରଭେସନର ଷ୍ଟାଟସ୍ କ'ଣ, ଆବଶ୍ୟକତା କ'ଣ ଏବଂ କେମିତି ତାକୁ କରିବା କଥା। ଭାଇ ଶାନ୍ତାକାର ଭାଇ, ଆପଣଙ୍କୁ ଧନ୍ୟବାଦ। ରେଡିଓ କୋରାପୁଟ ମାଧ୍ୟମରେ ଶ୍ରୋତାମାନଙ୍କ ପାଖରେ ଶକ୍ତି ସଂରକ୍ଷଣର ଗୁରୁତ୍ୱ କେତେ ସେ ବିଷୟରେ ମୋର ବକ୍ତବ୍ୟ ଉପସ୍ଥାପନ କରିବା ପାଇଁ ସୁଯୋଗ ଦେଇଥିବାରୁ। ଦେଖନ୍ତୁ, ପ୍ରଥମରୁ ମୁଁ ଦୁଇଟି କଥା କହି ରଖିବା ପାଇଁ ଚାହେଁ ଯେ ଶକ୍ତି ସଂରକ୍ଷଣ ଗୋଟିଏ ନିହାତି ଜଟିଳ ବିଜ୍ଞାନ ନୁହେଁ ବା ଯୋଉଟା କୁହାଯାଏ ରକେଟ ସାଇନ୍ସ ନୁହେଁ। ଦ୍ୱିତୀୟତଃ, ଆଜିର ଆମର କଥାବାର୍ତ୍ତାରେ ଆମେ କୌଣସି ପ୍ରକାର ଷ୍ଟାଟିଷ୍ଟିକାଲ ଡାଟା ଠାରୁ ଚେଷ୍ଟା କରିବା ଦୂରେ ରହିବା ପାଇଁ। ମୋର ଲକ୍ଷ୍ୟ ହେବ ଯେ ଶକ୍ତି ସଂରକ୍ଷଣର ଗୁରୁତ୍ୱଟା କେତେ ତାକୁ ସରଳରୁ ସରଳତମ ଭାଷାରେ ସାଧାରଣରୁ ସାଧାରଣ ଲୋକମାନଙ୍କ ପାଖରେ ଯଦି ପହଞ୍ଚେଇ ପାରିବା ତାହେଲେ ଆଜିର ଆମର ଏଇ ଯୋଉ କଥାବାର୍ତ୍ତାଟି ସଫଳ ହେବ। ମୋର ଯୋଉ ଷ୍ଟାଟସ୍ କଥା ମୁଁ କହିଲି ସେଟାକୁ ଷ୍ଟାଟିଷ୍ଟିକ୍ସ ଠାରୁ ଆମେ ଦୂରେଇ ରଖିବା। ଷ୍ଟାଟସଟା କହିଥିଲେ ମୁଁ ଜାଣିବାକୁ ଚାହୁଁଥିଲି ଯେ ଆମେ କୋଉ ଭଳି ଭାବରେ ବ୍ୟବହାର ଆମର କ'ଣ ଆମେ କରିପାରୁଛେ କି, ଆମର ସ୍ଥିତି କ'ଣ, ଏଇ ସବୁ ସମ୍ପର୍କରେ ଆମେ ସେଇ ବିଷୟ ହିଁ କଥାବାର୍ତ୍ତା ହବା। ତେବେ ଯେତେବେଳେ ଆମେ ଶକ୍ତି ସଂରକ୍ଷଣ ବିଷୟରେ କଥା ହେବା, ୟାର ଦୁଇଟି ଦିଗ ରହିଛି। ଗୋଟେ ରହିଛି ଯେ ସମଗ୍ର ପୃଥିବୀ ପାଇଁ ଶକ୍ତି ସଙ୍କଟ ଘନେଇ ଆସୁଛି, ଯୋଉଥିରୁ କି ଭାରତ ବାଦ ପଡିନାହିଁ। ଦ୍ୱିତୀୟତଃ ହଉଛି ଆମ ଦେଶ ପାଇଁ ଶକ୍ତି ସଙ୍କଟର ଗୁରୁତ୍ୱ ଆହୁରି ଅଧିକା। କାହିଁକି ଆମେ ଭାରତ ହଉଛି ପୃଥିବୀର ସବୁଠାରୁ ଜନବହୁଳ ଦେଶ ଏବଂ ଆମେ ଗୋଟେ ବୃହତ ଅର୍ଥନୀତି ଭାବରେ ଉଭା ହେବା ପାଇଁ ଆମେ ଚେଷ୍ଟିତ। ତେଣୁକରି ଶକ୍ତିର ଉପଯୋଗିତା, ଶକ୍ତିର ଗୁରୁତ୍ୱ ଏବଂ ଏହାର ସଙ୍କଟ ଆମ ପାଇଁ ବହୁତ ମୂଲ୍ୟବାନ। ଆମ କଥାଟି ଆରମ୍ଭ କରିବା ଗୋଟିଏ ଛୋଟ କାହାଣୀରୁ। କାହାଣୀ ତ ନୁହେଁ, ଗୋଟିଏ ଘଟଣାରୁ, ଯାହାଫଳରେ ଲୋକମାନେ ଜାଣିପାରିବେ ଯେ ଭାରତ ପାଇଁ ଶକ୍ତି ସଙ୍କଟ କହିଲେ ଠିକ ହେବାର କ'ଣ। 1971 ମସିହାର କଥା, ଭାରତ ଆଉ ପାକିସ୍ତାନ ଯୁଦ୍ଧରେ ଅବତୀର୍ଣ୍ଣ। ଭାରତର ଆମେ ଦେଖିବା ବର୍ତ୍ତମାନ ଆମର ପ୍ରତିରକ୍ଷା ବିଭାଗ, ଟ୍ୟାଙ୍କ କୁହନ୍ତୁ, ଉଡ଼ାଜାହାଜ କୁହନ୍ତୁ ବା ଯେକୌଣସି ସୈନ୍ୟମାନଙ୍କୁ ପରିବହନ କରୁଥିବା ଯେକୌଣସି ପ୍ରକାର ଯାନବାହନ କୁହନ୍ତୁ, ବିନା କୌଣସି ଯାନବାହନ, ଏରୋପ୍ଲେନ, ପାଣି ଜାହାଜ, ଟ୍ୟାଙ୍କ ସବୁ ବିନା ପ୍ରତିରକ୍ଷା ଯୋଉ ଦେଶର ପ୍ରତିରକ୍ଷାକୁ ବଜାୟ ରଖିବା ଅସମ୍ଭବ। ଏବଂ ସେ ସବୁ ଚାଲେ କୋଉଥିରେ ନା ତେଲରେ ଚାଲେ। ତ ଭାରତ ପାଖରେ କେତେ ତେଲ ଅଛି? ଭାରତ ତେଲ କୋଉଠୁ ଆଣୁଛି? ଭାରତର ସବୁତକ ତେଲର ବେଶୀ ଅଂଶ ଆସେ ଆମର ଗଲ୍ଫ କଣ୍ଟ୍ରିଜରୁ। ଏବଂ ଗଲ୍ଫ କଣ୍ଟ୍ରିଜରୁ ଯେତେବେଳେ ଅଶୋଧିତ ତୈଳ ସମୁଦ୍ର ରାସ୍ତା ଦେଇକି ଆସେ, ବାଟରେ ପଡେ ପାକିସ୍ତାନ, ଯିଏକି ଯାହା ସାଙ୍ଗରେ ଆମେ ଯୁଦ୍ଧରତ। ତେଣୁ ପାକିସ୍ତାନ ଚାହିଁଲା ଯେ ଭାରତର ଯୋଉ ଅଏଲ ସପ୍ଲାଇଟାକୁ ଯଦି ମୁଁ ବନ୍ଦ କରିଦେବି ତାହେଲେ ଭାରତ 3-4 ଦିନ ପରେ ଭାରତ ପାଖରେ ନଥିବ, ତେଲ ନଥିବ, ଯନ୍ତ୍ରପାତି ଥିବ, ତେଲ ନଥିବ। ଲୋକ ସୈନ୍ୟମାନଙ୍କୁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ନେବା ପାଇଁ ଗାଡିରେ ଯାଇ ହଉନଥିବ, ଟ୍ୟାଙ୍କ ଚାଲୁନଥିବ, ଯୁଦ୍ଧ ଜାହାଜ ଚାଲୁନଥିବ, ଉଡାଜାହାଜ ବି ଚାଲୁନଥିବ। ତାହେଲେ ଭାରତକୁ ମୁଁ ସମ୍ପୂର୍ଣ୍ଣ ରୂପେ ବିଜୟ ଲାଭ କରିବି। ତ ଭାବନ୍ତୁ କେତେ ବଡ ସଙ୍କଟଜନକ ସ୍ଥିତି। ଯାହା ହଉ ଆମେ 71 ଯୋଉ ଯୁଦ୍ଧ ହେଇଥିଲା 71ରେ ଆମେ ସେଥିରେ ତ ବିଜୟୀ ହେଲେ, କିନ୍ତୁ ଏଇ ଯୋଉ ସଙ୍କଟ ବିଷୟରେ ଆମେ ସବୁଠୁ ଅଧିକା ସଚେତନ ହେଲେ ଯେ ଭାରତ ପାଇଁ ଶକ୍ତି ସଙ୍କଟଟା ହଉଛି ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଏଇଟା ଆମର ପ୍ରତିରକ୍ଷା ସହିତ ବି ଜଡିତ। ତ
ଯେତେବେଳେ ବି ଆମେ ଶକ୍ତି କଥା ଆମେ ଆଲୋଚନା କରିବା ପୃଥିବୀରେ ହଉ ବା ଭାରତରେ ହଉ, ବର୍ତ୍ତମାନ ଆମେ ସେ ଯୁଦ୍ଧ କାହାଣୀକୁ ପଛରେ ଛାଡି ଆସିବା। ବର୍ତ୍ତମାନ ଆମେ ଦେଖିବା ଯେ ଶକ୍ତି ସଙ୍କଟ କହିଲେ କଣ ଏବଂ ଶକ୍ତି ସଂରକ୍ଷଣ, ଯୋଉଥିପାଇଁ ଆମେ ବର୍ତ୍ତମାନ କୋରାପୁଟରେ ଯୋଉଟା ଆରମ୍ଭ ହେଲା ସ୍କୁଲ ପିଲାମାନଙ୍କର ହଉ ବା ଯାହା ବି ହଉ ବର୍ତ୍ତମାନ ଆରମ୍ଭ ହେଲା, ଡିସେମ୍ବର 14 ତାର ଅନ୍ତିମ ସୋପାନ। ଡିସେମ୍ବର 14ଟାକୁ ଭାରତରେ ଶକ୍ତି ସଂରକ୍ଷଣ ଦିବସ ହିସାବରେ ପାଳନ କରାଯାଏ। ତା ପାଇଁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଚାଲିଛି। ତ ଶକ୍ତି ସଂରକ୍ଷଣ କାହିଁକି ଆବଶ୍ୟକ ପଡିଲା, ସେଇ ଶକ୍ତିଟା କୋଉ ଶକ୍ତି, ସେ ବିଷୟରେ ଆମେ ଆଲୋଚନା କରିବା। ଦେଖନ୍ତୁ, ଏ ସମଗ୍ର ପୃଥିବୀରେ 3ଟି ସୂତ୍ରରୁ ଆସୁଛି ଆମର ଶକ୍ତିର ବହୁଳ ଅଂଶ, ଯଥା କୋଇଲା, ଖଣିଜ ତୈଳ ଏବଂ ପ୍ରାକୃତିକ ବାଷ୍ପ, ନ୍ୟାଚୁରାଲ ଗ୍ୟାସ ଯୋଉଟା କୁହନ୍ତି। ଏଇ 3ଟି ଉତ୍ସକୁ ଛାଡିଦେଲେ ଆଉ ଗୋଟିଏ ଉତ୍ସ ଅଛି, ସେଟା ହଉଛି ନ୍ୟୁକ୍ଲିୟର ଏନର୍ଜି। କିନ୍ତୁ ଏ ସମସ୍ତ ହଉଛି କ୍ଷୟଶୀଳ, ମାନେ ୟାର ଗୋଟେ ନିର୍ଦ୍ଦିଷ୍ଟ ପରିମାଣର ଅଛି ଆମ ପାଖରେ ମହଜୁଦ ମାଟି ତଳେ ଅଛି ଏବଂ ସେତିକି ସରିଗଲା ପରେ ଆମର ୟାର ବିକଳ୍ପ ଶକ୍ତି ଆମ ପାଖରେ ନାହିଁ। ୟାର ବିକଳ୍ପ ଭାବରେ ଯୋଉଗୁଡିକ ଅଛି ସେଗୁଡିକ ଆମ ନୀତିଦିନିଆ କାମରେ ସହଜରେ ବ୍ୟବହାର ପାଇଁ ଯଥେଷ୍ଟ ସମୟ ଲାଗିବ। ସେଗୁଡିକ କଣ ନା ସୌରଶକ୍ତି, ପବନ ଶକ୍ତି, ସମୁଦ୍ରର ଯୋଉ ଢେଉ ସେଥିରୁ ଶକ୍ତି, ଉଷ୍ଣ ପ୍ରସ୍ରବଣର ଯୋଉ ହିଟ୍ ଏନର୍ଜି ସିଏ ଗୋଟେ ଶକ୍ତି। କିନ୍ତୁ ଗୋଟିଏ ଲିଟର ପେଟ୍ରୋଲ ପକେଇଲେ ଆମେ ଯେତେ ସହଜରେ ଗୋଟେ ଗାଡିରେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାଇପାରୁଛୁ, ଏଇ ଯୋଉ ଆମେ ଯେତିକି କଥା ଆମେ କଥାବାର୍ତ୍ତା ହେଲେ ଯେତିକି ଶକ୍ତିର ଉତ୍ସ ବିଷୟରେ, ସେଗୁଡିକ ଏତେ ସହଜରେ ଆମକୁ କାମରେ ଆମେ ଲଗେଇ ପାରନ୍ତି ନାହିଁ। ତେଣୁ ଏଇ ଯୋଉ ସରି ସରି ଯାଉଛି ଯୋଉଟାକ, ସେଇଟା ଆମେ ଯେତେ ଦିନ ପର୍ଯ୍ୟନ୍ତ ଆମେ ତାକୁ ଯେତିକି ଦରକାର ସେତିକି ବ୍ୟବହାର କରି କୌଣସି ନଷ୍ଟ ନ କରି ତାକୁ ଯେତେ ଦିନ ଧରି ଆମେ ତାକୁ ଚଲେଇ ରଖିପାରିବା ବା ତାକୁ ମହଜୁଦ ତାକୁ କମରୁ କମ ବ୍ୟବହାର କରିବା, ଆମେ ସେତିକି ଦିନ ପର୍ଯ୍ୟନ୍ତ ସୁବିଧାରେ ଚଳିଯିବା। ତାପରେ ଦେଖିବା ଆଉ କଣ ହଉଛି। ତ ସେଇଥିପାଇଁ ଆମର ଯୋଉ ଆସିଛି ଶକ୍ତି ସଂରକ୍ଷଣ ଦିବସ। ସଂରକ୍ଷଣ କହିଲେ କଣ? ସଂରକ୍ଷଣ କହିଲେ ଆମର ଆବଶ୍ୟକତା ଯେତିକି ଅଛି ଆମେ ତାକୁ ନିଶ୍ଚିତରେ ମେଣ୍ଟାଇବା, କିନ୍ତୁ ଅଯଥା ଶକ୍ତି ଅପଚୟ କରିବା ନାହିଁ। ଉଦାହରଣ ସ୍ୱରୂପ, ଯଦି ଜଣେ ଲୋକ କୋରାପୁଟରୁ ସୁନାବେଡା ଗୋଟେ ପୁରୁଣା କାଳିଆ ସ୍କୁଟରରେ ଯିବ ଏବଂ ସେଥିରେ ଗଲେ ତାକୁ 2 ଲିଟର ପେଟ୍ରୋଲ ଯଦି ତାର ପୋଡିଯିବ, ତାହେଲେ ଯଦି ସିଏ କୌଣସି ଉପାୟରେ ଯଦି ଆଉ ଗୋଟେ ନୂଆ ପ୍ରକାର ବାଇକ୍ ଚଲେଇଲା ଯୋଉଥିରେ କି ଅଧା ଲିଟରରେ ଯାଇକି ଫେରି ହବ, ତାହେଲେ ଆମେ 1.5 ଲିଟର ଇନ୍ଧନ ସଞ୍ଚୟ କଲେ। ଏବଂ 1.5 ଲିଟର ଇନ୍ଧନ ସଞ୍ଚୟ କରିବା ପାଇଁ ଯୋଉ ପ୍ରଯୁକ୍ତି ବିଦ୍ୟା, ଯୋଉ ନୂଆ ପ୍ରକାର ଇଞ୍ଜିନ, ସେଇଟା ଆମ ପାଖରେ ଅଛି। ମୁଁ ଉଦାହରଣ ସ୍ୱରୂପ ପାଇଁ ଗୋଟେ ଇଞ୍ଜିନ କଥା କହିଲି, କିନ୍ତୁ ଜୀବନର ପ୍ରତି କ୍ଷେତ୍ରରେ ଆମର ଆବଶ୍ୟକତାଟାକୁ କାଣ୍ଟ ଛାଣ୍ଟ ନ କରିକି ଆମେ ଚାହିଁଲେ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରିକି ଆମେ ଶକ୍ତିଟାକୁ ଅପଚୟରୁ ରକ୍ଷା କରିପାରିବା। ଇଏ ହେଲା ଗୋଟେ ବହୁତ ବଡ କଥା। ୟାକୁ ଆମେ ଚାହିଁଲେ 2 ଦିନ ଧରି ଆଲୋଚନା କରିବା ବିଭିନ୍ନ କ୍ଷେତ୍ରରେ, ପେଟ୍ରୋଲରେ, ଇଲେକ୍ଟ୍ରିସିଟିରେ, ବିଭିନ୍ନ କ୍ଷେତ୍ରରେ। କିନ୍ତୁ ୟାର ସରଳରେ ୟାର ମୂଳ ମନ୍ତ୍ର ହଉଛି ଏଇଆ। ଦ୍ୱିତୀୟତଃ, ଅନେକ ସମୟରେ ଆମ ଅଜାଣତରେ ଆମେ ଅନେକ ଶକ୍ତିକୁ ନଷ୍ଟ କରିଦେଇଥାଉ। ଆଉ ଗୋଟେ ଛୋଟ ଉଦାହରଣ ଦଉଛି। ଆଜି ଆମ ପାଖରେ ଯେହେତୁ ପ୍ରାଚୁର୍ଯ୍ୟ ଅଛି ଶକ୍ତିର, ଆମେ ୟାର ଗୁରୁତ୍ୱ ବୁଝୁନୁ, କିନ୍ତୁ ଯେତେବେଳେ ଦିନ ଆସିବ ଏଇଟା ଆମ ପାଇଁ ଗୋଟେ ବହୁତ ବଡ ହବ। ଛୋଟ କଥାରେ ମୁଁ କହୁଛି, ଘରେ ଆମେ ରୋଷେଇ କଲା ବେଳେ ଆଗେ କଣ କରୁଛୁ ରୋଷେଇ କରିବା ପାଇଁ? ଆଗେ ଆମେ ଚୁଲିଟାକୁ ଜଳଉଛୁ, ତାପରେ ହାଣ୍ଡି ଥୋଉଛୁ। ତ ଭାବନ୍ତୁ, ଚୁଲି ଜଳେଇଲି ଆଉ ହାଣ୍ଡି ତାପରେ ଥୋଇଲି, 5 ସେକେଣ୍ଡ ବା 3 ସେକେଣ୍ଡ ଗ୍ୟାପ୍ ଭାବନ୍ତୁ। 3 ସେକେଣ୍ଡ ଗ୍ୟାପ୍ ପର୍ଯ୍ୟନ୍ତ ସେତିକି ଇନ୍ଧନ କଣ କାମରେ ଆସିଲା? କୌଣସି କାମରେ ଆସିଲାନି। ବର୍ତ୍ତମାନ ଭାବନ୍ତୁ, ଆମ ଦେଶରେ ଭାବନ୍ତୁ 60 ଲକ୍ଷ ଘର ଅଛି। 60 ଲକ୍ଷ ଘରେ ଯଦି 3 ସେକେଣ୍ଡ ଯଦି ଏଇଭଳି ଇନ୍ଧନଟାକୁ ଆମେ ଅପଚୟରୁ ବଞ୍ଚେଇ ପାରିବା, ତାହେଲେ କେତେ ସମୁଦାୟ କେତେ ପରିମାଣର ଶକ୍ତି ଆମେ ସଞ୍ଚୟ କରିପାରିବା, ମାନେ ଭାବିପାରୁଛନ୍ତି ତ? ଇଏ ଆଉ ଗୋଟେ ଛୋଟ ଉଦାହରଣ, କେବଳ ଉଦାହରଣ ମାତ୍ର ଦଉଛି। ୟା ଭଳି ଅନେକ କଥା ଅଛି ଯୋଉଟା କି ଆମ ଜାଣତରେ। ଅନେକ ସମୟରେ ବି କୁହନ୍ତି ଯୋଉ ଟିଭି ଟାକୁ ରିମୋଟ ରେ ବନ୍ଦ କରିବା ଏବଂ ଘରେ ଯେତେବେଳେ ଯାଉଛନ୍ତି ଲ୍ୟାମ୍ପ ଟାକୁ ବନ୍ଦ ନ କରିବା, ଏସବୁ ଆମର ଛୋଟ ଛୋଟ ଅଭ୍ୟାସ ଯଦି ଆମେ ବଦଳେଇ ପାରିବା। ଘରେ କେହି ନାହାନ୍ତି ଅଥଚ ଫ୍ୟାନ ବୁଲୁଥିବ, ଲାଇଟ୍ ଜଳୁଥିବ, ଟିଭି ଚାଲିଥିବ, କେହି ଦେଖୁନଥିବେ। ଏମିତି ଗୁଡାଏ କଥା ଅଛି। ଆଉ ଗୋଟେ ଯେମିତି ଯୋଉ କଥାରେ ଆପଣ କହିଲେ ଯେ ରିମୋଟ ରୁ ବନ୍ଦ କରିବା, ଟିଭି ରିମୋଟ ରୁ ବନ୍ଦ କରିବା ଆଉ ଟିଭିର ଯୋଉ ସୁଇଚ୍ ଅଛି ବା କାନ୍ଥର ଯୋଉ ସୁଇଚ୍ ଅଛି ସେଥିରୁ ବନ୍ଦ କରିବା ଗୋଟେ ପ୍ରଭେଦ ରହିଛି। ଟିଭିଟାକୁ ଯେତେବେଳେ ଆମେ ରିମୋଟ ରୁ ବନ୍ଦ କରୁଛନ୍ତି, ତାହେଲେ ସେ ଟିଭି ଭିତରେ ଗୋଟିଏ ଅଂଶ ସେ ଅନ୍ ହେଇକି ରହୁଛି। କାହିଁକି ସେ ଅନ୍ ହେଇକି ରହୁଛି ନା, ସେ ଅପେକ୍ଷା କରୁଛି କେତେବେଳେ ରିମୋଟ ରୁ ମୋ ପାଇଁ ଆଦେଶ ଆସିବ, ମୁଁ ପୁଣି ଅନ୍ ହେବି।
ତ ସେଇ ଯୋଉ ଜାଗ୍ରତ ରହିକି ଆମକୁ ଆମ ପାଇଁ ଅପେକ୍ଷା କରିବାର ଯୋଉ ବ୍ୟବସ୍ଥା ଅଛି ତା ପାଇଁ ବି କିଛି ଖର୍ଚ୍ଚ ହଉଛି, ଏନର୍ଜି ଖର୍ଚ୍ଚ ହଉଛି। ତେଣୁ ଗୋଟିଏ ଟିଭିରେ ହୁଏତ ଲାଗିପାରେ କେତେ ଏନର୍ଜି, କିନ୍ତୁ ଭାବନ୍ତୁ ଆମ ରାଜ୍ୟ ଆମ ସହରରେ କେତେ, ଆମ ରାଜ୍ୟରେ କେତେ, ଆମ ଦେଶରେ କେତେ ଏବଂ ସମଗ୍ର ମାନବ ଜାତିରେ କେତେ ଆମେ ଏଇଭଳି ନଷ୍ଟ କରିଦଉଛନ୍ତି। ତାକୁ ବି ଆମେ ବଞ୍ଚେଇବା ଦରକାର। ବିନ୍ଦୁ ବିନ୍ଦୁ ମିଶିଲେ ସିନ୍ଧୁ ହୁଏ। ତ ଏନର୍ଜି ତେଣୁ ଆମର କନଜରଭେସନ ଡେ। ପ୍ରଡକ୍ସନ ବଢେଇବା ସହ ଯେମିତି କି ଆମର କୋରାପୁଟ ଜିଲ୍ଲା ଦେଖିବା ଆମେ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ ଯାକ ଆମର ରହିଛି। ୟା ସହିତ ଯଦି ଆମେ ଅନ୍ୟାନ୍ୟ ବିକଳ୍ପ ଯଦି ଆମେ କିଛି ଖୋଜି ପାରନ୍ତେ, ଅଧିକା ଆମର ପ୍ରଡକ୍ସନ ବି କରିପାରନ୍ତେ, ଯେମିତି କି ୱିଣ୍ଡ ଏନର୍ଜି ହେଲା କି ସୋଲାର ଏନର୍ଜି ହେଲା, ତାର ମାନେ କନଜମ୍ପସନ ର ଧାରା ଆମକୁ ସଂରକ୍ଷଣ କରିବା ସହ ଯଦି ପ୍ରଡକ୍ସନ ଟାକୁ ମଧ୍ୟ ବଢାନ୍ତେ, ତେବେ ବୋଧହୁଏ ଆଉ ସଙ୍କଟ ଟା ଟିକେ ସମାଧାନ ହେଇପାରନ୍ତା। ନାଇଁ, ପ୍ରଥମ କଥା ହଉଛି ଯେତେବେଳେ ଆମେ ଶକ୍ତି ସଙ୍କଟର କିଛି କାରଣ ବିଷୟରେ ଆମେ ସଚେତନ ହେଲେ, ବର୍ତ୍ତମାନ ଆମେ ଦେଖିବା ଯେ ପ୍ରଡକ୍ସନ ଟା ବଢେଇବା ବା ସରି ଉତ୍ପାଦନ ଟାକୁ ବଢେଇକି ଆମେ ଶକ୍ତି ସଙ୍କଟର ମୁକାବିଲା କରିପାରିବା କି? ଦେଖନ୍ତୁ, ମୁଁ ଆଉ ଥରେ କହୁଛି, ଆମ ପୃଥିବୀରେ ମାତ୍ର 70 ବର୍ଷ ପର୍ଯ୍ୟନ୍ତ ଅଛି ଆମ ପାଖରେ ତେଲ, ମାତ୍ର 190 ବର୍ଷ ପାଇଁ ଅଛି କୋଇଲା, ମାତ୍ର 40 ବର୍ଷ ପାଇଁ ଅଛି ତେଲ, 70 ବର୍ଷ ପାଇଁ ଅଛି ନ୍ୟାଚୁରାଲ ଗ୍ୟାସ୍, ଆଉ 190 ବର୍ଷ ପାଇଁ ଅଛି କୋଇଲା। ଆଉ ନ୍ୟୁକ୍ଲିୟର ଏନର୍ଜି ପାଇଁ ଯୋଉ ଦରକାର ଫିଜାଇଲ ମେଟେରିଆଲ ଯୋଉ କୁହନ୍ତି, ସେଇଟା ତ ବହୁତ ଲିମିଟେଡ ଆମ ପାଖରେ ଅଛି। ତେଣୁ ୟାର ଯଦି ଆମେ ପ୍ରଡକ୍ସନ ବଢେଇବା, କୋଇଲା ଅଧିକା ତ ଆମେ ସାରିଦବା ତାହେଲେ ଆମେ। କିନ୍ତୁ ଇଭେନ ଆମେ ଯୋଉ କଥାବାର୍ତ୍ତା ହେଲେ ଯେ ଜଳ ବିଦ୍ୟୁତ ଆପଣ ଭାବନ୍ତୁ, ଗୋଟେ ନିର୍ଦ୍ଦିଷ୍ଟ ପରିମାଣର ବର୍ଷା, ତାକୁ ଆମେ ଚାଷ ପାଇଁ ବ୍ୟବହାର କରିବା, ଆଉ ତାକୁ ବି ଆମେ ବିଦ୍ୟୁତ ଶକ୍ତି ପାଇଁ ବି ବ୍ୟବହାର କରିବା। ଯଦି ଆମେ ବର୍ଷ ସାରା ପାଇଁ ସଞ୍ଚୟ ନ ରଖି ଯଦି ଆମେ ପ୍ରଡକ୍ସନ ବଢେଇଦବା, ତାହେଲେ ଚାଷ କମିଯିବ। ଇଏ ଗୋଟେ ବହୁତ ବଡ ବାଲାନ୍ସ, ୟାକୁ ବୁଝିବା ଦରକାର। ତେଣୁ ଆମେ ଚାହିଁଲେ ହଠାତ୍ କାହିଁ କିଛି ବଢେଇ ଦେଇ ପାରିବାନି। ଏମିତିରେ ଦେଖିବା ପାଇଁ ଗଲେ ସହରାଞ୍ଚଳର ଦ୍ରୁତ ବିକାଶ ସାଙ୍ଗରେ ତାଳ ଦେଇ ଶକ୍ତିର ଚାହିଦା ବି ବଢି ବଢି ଯାଉଛି। ଆଗରୁ ଘର ମାନଙ୍କରେ କେବଳ ଲାଇଟ୍ ଆଉ ଫ୍ୟାନ୍ ଲଗାଉଥିଲେ, ଏବେ ଆମ ପାଖରେ ୱାସିଂ ମେସିନ ଠୁ ଆରମ୍ଭ କରି ଡିସ୍ ୱାସର ଠୁ ଆରମ୍ଭ କରି ଏୟାର କଣ୍ଡିସନର ଠୁ ଆରମ୍ଭ କରି ଭଳି ଆମ ପାଖରେ ବିଦ୍ୟୁତ ଚାଳିତ ଉପକରଣ ଅଛି। ତେଣୁ ଆମର ବି ଚାହିଦା ବଢୁଛି। ସେ ଚାହିଦାକୁ ମେଣ୍ଟେଇବା ପାଇଁ ଆମେ ଶକ୍ତି ଉତ୍ପାଦନ ବି ବଢେଇ ଦେଇଛୁ। ତେଣୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ଆମେ ବଢେଇ ପାରିବା। ତେଣୁ ବର୍ତ୍ତମାନ ସରକାରଙ୍କ ବ୍ୟବସ୍ଥା ହଉଛି ଯେ ଆମେ ସୋଲାର ଏନର୍ଜି ଉପରେ ବେଶୀ। ବିକଳ୍ପ ଭାବରେ ଦେଖାଯାଉଛି ବର୍ତ୍ତମାନ। ନାଇଁ, ମୁଁ କାହିଁକି ସୋଲାର ଏନର୍ଜି କଥା ମୁଁ ଆରମ୍ଭ କରିନି ଏପର୍ଯ୍ୟନ୍ତ। ସମସ୍ତେ ସଚରାଚରରେ ମାନେ ଭାବନ୍ତି ଯେ ସୋଲାର ଏନର୍ଜି ହେଉଛି ଗୋଟେ ପରିବେଶ ଅନୁକୂଳ ବ୍ୟବସ୍ଥା, କିନ୍ତୁ ୟାର ଆଉ ଗୋଟେ ଅଦେଖା ଦିଗ ଅଛି ଯୋଉ ବିଷୟରେ ଆମେ ଏବେ ସଚେତନ ହେଇନାହାନ୍ତି। ଶାନ୍ତାକାର ଭାଇ, ଆପଣ ମନେ ରଖିବେ, ଏଇଟା ହେଲା 2025, ଅନ୍ତତ ପକ୍ଷେ 2040 ମସିହା ବେଳକୁ ସେତେବେଳକୁ ଆମେ ଆଉ ଗୋଟେ ସମସ୍ୟାକୁ ସାଙ୍ଗରେ ଯୁଝୁଥିବା। ପୁରୁଣା ହୋଇ ନଷ୍ଟ ହୋଇଥିବା ସୋଲାର ପ୍ୟାନେଲକୁ କୋଉଠି ଫୋପାଡ଼ିବା, ବ୍ୟାଟେରୀକୁ କୋଉଠି ଫୋପାଡ଼ିବା, ଏବଂ ସୋଲାର ପ୍ୟାନେଲ ତିଆରି କରିବା ପାଇଁ ଯୋଉ ଇଣ୍ଡଷ୍ଟ୍ରିଆଲ ପ୍ରୋସେସ, ସିଏ ତ ନିଜେ ଗୋଟେ ବହୁତ ପ୍ରଦୂଷଣକାରୀ ଗୋଟେ ବ୍ୟବସ୍ଥା ଗୋଟେ। ତେଣୁ ବ୍ୟକ୍ତିଗତ ସ୍ତରରେ ମୁଁ ସୋଲାର ଏନର୍ଜିକୁ ଗୋଟେ କ୍ଲିନ୍ ସୋର୍ସ ଅଫ ଏନର୍ଜି ସମ୍ପୂର୍ଣ୍ଣ 100ରୁ 100 ମାର୍କ ମୁଁ ଦେବା ପାଇଁ ପ୍ରସ୍ତୁତ ନୁହେଁ। କିନ୍ତୁ ଯେହେତୁ ଅଏଲ ଉପରେ ଡିପେଣ୍ଡେନ୍ସିଟା ଆମର ନିର୍ଭରଶୀଳତାଟା କମେଇବା ଦରକାର, ତେଣୁକରି ଆମେ ସୋଲାର ବା ସୂର୍ଯ୍ୟ ରଶ୍ମିର ଯୋଉ ଶକ୍ତି, ତା ଉପରେ ଆମେ ଜୋର ଦବାରୁ ଆମେ ପଛେଇ ପାରିବା ନାହିଁ। ଆମ ପାଖରେ ବିକଳ୍ପ ନାହିଁ। ତେଣୁ ଆମେ ତାକୁ ଆବୋରିଛନ୍ତି, ଆମେ ତାକୁ ଭାବୁଛନ୍ତି ଆମ ପାଇଁ ସମାଧାନର ରାସ୍ତା। କିନ୍ତୁ ଆଜି ଯୋଉଟା ସମାଧାନର ରାସ୍ତା ବୋଲି ଭାବୁଛନ୍ତି, ସେ ଦିନେ ବହୁତ ସମସ୍ୟାର କାରଣ ହବ। ଆମର ଯୋଉ ବ୍ୟବହାର ଯୋଉ ଭିତରେ ଆମେ ଯୋଉ ବର୍ତ୍ତମାନ ଧୀରେ ଧୀରେ ମାନୁଆଲ ଠାରୁ ଯନ୍ତ୍ର ଆଡକୁ ଅଧିକା ମୁହଉଛେ, ଯଦି ଆମେ ଆମର ମାନୁଆଲ ଆଡକୁ ଯଦି ଆଉ ଟିକେ ଭଲ ଭାବରେ ଆମେ ଡିପେଣ୍ଡେଣ୍ଟ ହୁଅନ୍ତେ, ତେବେ ଧୀରେ ଧୀରେ ସେଇ ଟିକେ ମାତ୍ରାରେ ମଧ୍ୟ ଆମର ଯୋଉଟା ଅତି ଆବଶ୍ୟକତା ନହେଲେ ମେସିନ କୁ, କିମ୍ବା ଅତି ଆବଶ୍ୟକତା ନହେଲେ ଯନ୍ତ୍ରକୁ, ୟା ଉପରେ ଡିପେଣ୍ଡେନ୍ସ ନ ହେଇକିରି ଆମେ ଯଦି ଇଏ କରିପାରନ୍ତେ, ବୋଧହୁଏ ସେଇଟା ଯୋଉଦିନ ଲୋକମାନେ ବୁଝିଯିବେ। ଧରନ୍ତୁ, ମୁଁ ବୁଝିଗଲି ଯେ ମୁଁ ଯଦି ଆଜି ଗୋଟେ ଚିଠିଟେ ପଠେଇବା ପାଇଁ ପୋଷ୍ଟ ଅଫିସକୁ ଯିବା ପାଇଁ ଯଦି ମୁଁ ମୋଟର ସାଇକେଲ ନେଇକି ଯାଉଛି ବା କାର ନେଇକି ଯାଉଛି, ତାହେଲେ ମୋର ମାନେ ପୁଅ ଆଉ ନାତି ଏମାନଙ୍କ ସମୟରେ ସେମାନଙ୍କୁ ମୁଁ ବାଧ୍ୟ କରୁଛି ଯେ ତମେ ଚାଲି ଚାଲି ଯାଅ ବୋଲି।
କିନ୍ତୁ ଯଦି ମୁଁ ଅନ୍ତତଃ ପକ୍ଷେ ଆଜି ଚାଲି ଚାଲି ଯାଇକି ଗୋଟେ କାମଟେ କରିଦଉଛି ଏବଂ ତା ଯୋଗୁଁ ଯେତିକି ସଞ୍ଚୟ ହଉଛି ମୋର ଭବିଷ୍ୟତର ପିଢି ମାନଙ୍କ ପାଇଁ ସେତିକି ଜିନିଷ ସଞ୍ଚୟ ହେଇକି ରହୁଛି। ଏପର୍ଯ୍ୟନ୍ତ ଆଲୋଚନା ଭିତରେ ଆମର ଯୋଉ ଅଂଶଟି ଆମେ ପହଞ୍ଚି ନାହାନ୍ତି ସେଇଟା ହଉଛି ଯେ ଏଇ ଯୋଉ ଜୀବାଶ୍ମ ଇନ୍ଧନ କୋଇଲା ହଉ ତେଲ ହଉ ବା ପ୍ରାକୃତିକ ବାଷ୍ପ ହଉ ୟାକୁ ଆମେ କହୁଛୁ ଜୀବାଶ୍ମ ଇନ୍ଧନ ବା ଫସିଲ ଫ୍ୟୁଏଲ। ଫସିଲ ଫ୍ୟୁଏଲ ର ବ୍ୟବହାର ଫଳରେ ଯୋଉ ଗ୍ରୀନ ହାଉସ ଗ୍ୟାସ ଯୋଉଟା ସବୁଜ ବାଷ୍ପ ଯୋଉଟା ନିର୍ଗତ ହୁଏ ତାକୁ କୁହାଯାଏ ଯେ ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହଉଛି ଏଇ ଯୋଉ ଗ୍ରୀନ ହାଉସ ଗ୍ୟାସ ଏମିସନ। ଏବଂ ଯେତେବେଳେ ବି ଆମେ ଗୀତ ଶୁଣିବା ପାଇଁ ଗୋଟେ ଟିଭିଟେ ଅନ୍ କଲେ ସେତେବେଳେ ଆପଣ ଭାବନ୍ତୁ ଯେ ଆପଣ କିଛି ଜୀବାଶ୍ମ ଇନ୍ଧନ ନିର୍ଗମନ କରୁଛନ୍ତି ଏବଂ ପୃଥିବୀର ଜଳବାୟୁ ପ୍ରତି ତାହା ହାନିକାରକ। ଯେତେବେଳେ ବି ଆପଣ ଗୋଟେ ମୋବାଇଲ ଚାର୍ଜିଂ ରେ ବସାଉଛନ୍ତି ଇଲେକ୍ଟ୍ରିକ ସ୍କୁଟରକୁ ଘରେ ଚାର୍ଜରେ ବସାଉଛନ୍ତି ଆଉ କୁହାଯାଏ ଯେ ଇଲେକ୍ଟ୍ରିକ ଭେହିକଲ ଗୁଡା ହଉଛି ପ୍ରଦୂଷଣ ମୁକ୍ତ କିନ୍ତୁ ସେଇଟା ଗୋଟେ ଭ୍ରମାତ୍ମକ ଧାରଣା। କାରଣ ଇଲେକ୍ଟ୍ରିକ ଭେହିକଲ ଯେତେବେଳେ ଆମେ ଘରେ ଏଇ ଯୋଉ ଆମ ପାଖରେ ଯୋଉ ବିଦ୍ୟୁତ ଶକ୍ତି ପହଞ୍ଚୁଛି ତାର 80% ଆସୁଛି କୋଇଲା ପୋଡିକି ଯୋଉ ତାପଜ ବିଦ୍ୟୁତ କେନ୍ଦ୍ରରୁ। ତେଣୁ ଇଲେକ୍ଟ୍ରିକ ଭେହିକଲଟାର ଧୂଆଁଟା ଆମ ଘରେ ନ ବାହାରିକି ବାହାରୁଛି ତାଳଚେର ଇବ ବା ଏଇଭଳି ସ୍ଥାନ ମାନଙ୍କରେ ଯୋଉଠି ଆମର ତାପଜ ବିଦ୍ୟୁତ କେନ୍ଦ୍ର ଅଛି। ତେଣୁ ମୋଟାମୋଟି ଦେଖିବା ପାଇଁ ଗଲେ ଲୋକମାନେ ଯେତେ ସଚେତନ ହେବେ ଶକ୍ତିର ପ୍ରକାର ଭେଦ ତାର ବ୍ୟବହାର ତାର ସଂରକ୍ଷଣ ଏବଂ ତାର ଅପଚୟକୁ ରୋକିବା ପାଇଁ ଯେତେ ସଚେତନ ହେବେ ଏବଂ ଯେତେ ଦାୟିତ୍ୱବାନ ହେବେ ଆମେ ଶକ୍ତି ସଂକଟର ମୁକାବିଲା ସେତିକି ଠିକ ଭାବରେ କରିପାରିବା। ଏଇଟା ହଉଛି ଆଜିର ମେସେଜ। ଏଇଟା ଗୋଟେ ଧନ୍ୟବାଦ ଭାଇ, ଆପଣଙ୍କ ଠାରୁ ଅନେକ କଥା ଜାଣିବା ପାଇଁ ସୁଯୋଗ ମିଳିଲା। ଆମେ ଆଶା କରୁଛୁ ଆମର ଶକ୍ତି ସଞ୍ଚୟ କରି ଆମର ପ୍ରତ୍ୟେକ ଆମର ଯୋଉ ଜୀବନଶୈଳୀ ରହିଛି ସେ ଜୀବନଶୈଳୀରେ ଆମେ ପରିବର୍ତ୍ତନ ଆଣିବା ଏବଂ ଜଳବାୟୁ ପରିବର୍ତ୍ତନ ଯାହା ଚାଲିଛି ସେ କ୍ଷେତ୍ରରେ ମଧ୍ୟ ଆମର ଯୋଗଦାନ ରହିବ ଏବଂ କିପରି ଅଧିକରୁ ଅଧିକା ଆମେ ସେଫ୍ ଏନର୍ଜି ଆଡକୁ ଯାଇପାରିବା ତାକୁ ନେଇ ଗବେଷଣା କରିବା। ଆଉ ଯେ ଭବିଷ୍ୟତର ପିଢି ପିଲାମାନେ ସବୁ ଏ ଦିଗରେ କାମ କରନ୍ତୁ ଯାହାଫଳରେ କି ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିବ। ଆଜି ଆମେ ଯଦି ଚାଲି ଚାଲିଯିବା ତେବେ ଭବିଷ୍ୟତ ପିଢି ଯେତେବେଳେ ଆବଶ୍ୟକତା ଅନୁସାରେ ସେମାନେ ଗାଡିରେ ଯିବା ସମର୍ଥ ହେଇପାରିବେ। ଧନ୍ୟବାଦ, କୃତଜ୍ଞତା ଜଣାଉଛୁ ପୁଣି ଥରେ ଏଇ କଥାର ସହିତ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ କୃତଜ୍ଞତା ଜଣାଇ ମୁଁ ରହୁଛି CH ସାନ୍ତାକା। ନମସ୍କାର।